ହ୍ୟାଲୋ ସାଙ୍ଗମାନେ, ଜୟ ଜଗନ୍ନାଥ, ଜୟ ଭୋଲେନାଥ। କେମିତି ଅଛନ୍ତି ଆପଣମାନେ ସମସ୍ତେ? ଆଶା କରୁଛି ଆପଣମାନେ ସମସ୍ତେ ବହୁତ ଭଲରେ ଥିବେ, ଖୁସିରେ ଥିବେ। ମୁଁ ବି ବହୁତ ଭଲ ଅଛି। ଆଉ ଯେମିତିକି ମୁଁ ୟା ଆଗ ଭିଡ଼ିଓରେ କହିଥିଲି କି ମୋର 6 ମନ୍ଥ ଚାଲିଛି, 25 ୱିକ୍ ଚାଲିଛି ମୋର। ଆଉ ଡେଲିଭରିକୁ ବହୁତ କମ୍ ଦିନ ରହିଲା, ମାନେ ଥାର୍ଡ଼ ଟ୍ରାଇମେଷ୍ଟର ଷ୍ଟାର୍ଟ ହେଇଗଲା ମୋର। ଆଉ ଏବେ ମୁଁ ଘରେ ଅଛି କହିଥିଲି ଯେମିତି। ମୁଁ ଆଜି ଏଇ ଭିଡ଼ିଓରେ ଏଇଟା କହିବା ପାଇଁ ଚାହୁଁଛି କି ମୁଁ ଘରକୁ କାହିଁକି ଆସିଲି। ମୋର ଆସିବାର କୌଣସି ଇଚ୍ଛା ନଥିଲା, କାହିଁକି ନା ମୋତେ ହଜବେଣ୍ଡକୁ ଛାଡ଼ିବା ପାଇଁ ଇଚ୍ଛା ବିଲକୁଲ ନଥିଲା। ସିଏ ସେଠି ଏକୁଟିଆ ଅଛନ୍ତି, ମୁଁ ଏଠି ଅଛି, ତ ମୋତେ ବିଲକୁଲ ହିଁ ଇଚ୍ଛା ନଥିଲା। ସିଚୁଏସନ୍ କିଛି ଏମିତି ହେଇଗଲା କି ଆସିବା ପାଇଁ ପଡ଼ିଲା। ମୋର ଫାର୍ଷ୍ଟ ଟ୍ରାଇମେଷ୍ଟରରେ ଦେହ ବହୁତ ଖରାପ ହେଇଗଲା। ମାନେ ମୋର ଥଣ୍ଡା, କାଶ, ଜ୍ୱର, ଭୋମିଟିଂ, ହେଡ୍ ଡ୍ରିଲିଂ ସବୁ ଏକାଥରେ ହେଲା। ଆଉ ଯେଉଁମାନେ ପ୍ରେଗନେଣ୍ଟ ଥିବେ ସେମାନେ ଜାଣିପାରୁଥିବେ କି ଫାର୍ଷ୍ଟ ଟ୍ରାଇମେଷ୍ଟର ମାନେ ଫାର୍ଷ୍ଟ 3 ମାସ ସିମ୍ପଟମ୍ସ ବହୁତ ଖତରନାକ ଥାଏ, ଯେଉଁଟାକି ନିଜକୁ ବହୁତ କଷ୍ଟ ହୁଏ। କିଛି ଖାଇବା ପାଇଁ ଇଚ୍ଛା ନ ହେବା, କିଛି ବି ସ୍ମେଲ୍ ଟଲରେଟ୍ ହିଁ କରିହେବନି। ଇଭେନ୍ କି ସ୍ମୁଥ୍ ବାଲା ସୁଇଟ୍ ବାଲା ପରଫ୍ୟୁମ୍ର ସ୍ମେଲ୍ ବି ଟଲରେଟ୍ କରିହେବନି। ଯେଉଁ ଖାଇବା ଆମର ଫେଭରେଟ୍ ଥିବ, ଯେମିତିକି ମୋର ଫେଭରେଟ୍ ଥିଲା ଗୁପଚୁପ୍, ସେଇଟା ମୁଁ ଖାଇପାରୁନଥିଲି। ମୋତେ ଏତେ ଖରାପ ଲାଗୁଥିଲା। ଆଉ କିଛି ବି ଛଣାଛୁଣି ହେଇଗଲା, ଇଭେନ୍ କି ଚିକେନ୍ ପକୋଡ଼ା ବି, ଯେଉଁଟାକି ମୋତେ ଭଲ ଲାଗେ, ବହୁତ ଭଲ ଲାଗେ, ସେଟା ବି ମୁଁ ଖାଇପାରୁନି। ମସାଲେଦାର ଫୁଡ଼୍ ତ ଛାଡ଼ନ୍ତୁ, ମସାଲେଦାର ଫୁଡ଼୍ ତ ମୁଁ ସ୍ମେଲ୍ ହିଁ ଟଲରେଟ୍ କରିପାରୁନଥିଲି। ଆଉ ତ ବହୁତ ହିଁ ଖରାପ ଲାଗୁଥିଲା। କିଚେନ୍କୁ ବିଲକୁଲ ପଶି ପାରୁନଥିଲି। କିଚେନ୍କୁ ପଶିଗଲି ମାନେ ଏମିତି ଲାଗିବ କି ଯେ ମୁଁ କେଉଁଠି ଗୋଟେ ପଳାଇ ଆସିଲେ ଆଉ ମୁଁ ରହିପାରିବିନି। ମୋତେ ଇମିଡ଼ିଏଟଲି ବାହାରିବାର ଅଛି, ଆଉ ଯାଇକି ଫ୍ରେଶ୍ ଏୟାର ନେବାର ଅଛି। ତ ବହୁତ ଖରାପ ଲାଗୁଥିଲା। ଫାର୍ଷ୍ଟ ଟ୍ରାଇମେଷ୍ଟରରେ ମୋର କମ୍ଫର୍ଟ ଫୁଡ଼୍ ଥିଲା, ଗରମ ଭାତ କରିଦେବି, ଭାତରେ ପାଣି ଢାଳିଦେବି, ଆଉ ଟମାଟୋ ପୋଡ଼ା, ନହେଲେ ଆଳୁ ଭଜା। ତାଠୁ ଅଧିକା କିଛି ନାହିଁ, କିଛି ବି ମୁଁ ଖାଇପାରୁନଥିଲି। ଆଉ ଯେବେ ବି ମାନେ ମୁଁ ଟିକେ ଖାଇଦିଏ, କାଶ ଏତେ ଜୋରସେ ହେବ ଯେ ନା ମୁଁ ସେ କାଶକୁ କଣ୍ଟ୍ରୋଲ୍ କରିପାରିବି, ନା ମାନେ ସେ ଟାଇମ୍ରେ ପାଣି ପିଇପାରିବି। ଆଉ ସେମ୍ ଟାଇମ୍ରେ ମୋର ଫୋର୍ସଫୁଲ୍ଲି କାଶ ହେବ, ତା ସହିତ ଭୋମିଟିଂ ବି ହେଇଯିବ। ତ ବହୁତ ହିଁ ମାନେ କଷ୍ଟ ହେଇଛି ମୋତେ। ତା ସହିତ ମୁଁ ଯେହେତୁ ଜାଣିନଥିଲି କି ମୁଁ କନସିଭ୍ କରିଯାଇଛି ବୋଲିକି, ତ ଆମର ଡ୍ୟୁଟି କ'ଣ ହୁଏ ନା 1 ମନ୍ଥ ଆଗରୁ ହିଁ, ଯେମିତିକି ଏଇଟା ହେଉଛି ଜୁଲାଇ ମାସ, ଜୁଲାଇ ମାସର ଏଣ୍ଡ ମାନେ 30 ତାରିଖ ଭିତରେ ହିଁ ଆମେ ନେକ୍ସଟ ମନ୍ଥର ରୋଷ୍ଟର ରେଡ଼ି କରିଦେଉ କି କିଏ କେଉଁ ଦିନ ଛୁଟି ନେବ, କିଏ କେଉଁ ଦିନ ଡ୍ୟୁଟି କରିବ, ମର୍ଣ୍ଣିଂ କରିବ, ନାଇଟ୍ କରିବ, ତ ସବୁ ଆମେ ରେଡ଼ି କରିଦେଉ। ତ ସେଇ ହିସାବରେ ମୁଁ ମାର୍ଚ୍ଚ ମାସର ପୁରା ରୋଷ୍ଟର ମୋର ରେଡ଼ି ହେଇଯାଇଥିଲା, ଯେଉଁଟାକି ନାଇଟ୍ ଅଧିକା ଥିଲା। ୱିକଲି 2ଟା ନାଇଟ୍ କରୁଥିଲି ମୁଁ, ଆଉ 2ଟା ଡେ କରୁଥିଲି। ଡେ ତ ଚାଲନ୍ତୁ ଏତେ କଷ୍ଟ ହେଉନଥିଲା, କିନ୍ତୁ ନାଇଟ୍ରେ ଟିକେ ହେଉଥିଲା। କାହିଁକି ନା ହସ୍ପିଟାଲରେ ଡକ୍ଟର ହିସାବରେ ଯେହେତୁ ସେଠି ମାନେ ରହିବା ପାଇଁ ପଡ଼େ, ତ ଜଣେ ଡକ୍ଟର କେବେ ବି ତା ନାଇଟ୍ ଡ୍ୟୁଟିରେ ଶୋଇପାରିବନି। ଆଉ ରାତି ସାରା ପେସେଣ୍ଟ ଆସିବେ, ଏମର୍ଜେନ୍ସିକୁ ରାତି ସାରା ପେସେଣ୍ଟ ଆସୁଥିବେ, କେତେବେଳେ ୱାର୍ଡ଼ରେ କେଉଁ ପେସେଣ୍ଟ ସିକ୍ ହେବ, ଆଉ କେତେବେଳେ କାହାର କ'ଣ ଅସୁବିଧା ହେବ, ଯାଇକି ଦେଖିବା ପାଇଁ ପଡ଼ିବ। ଯେଉଁମାନେ ଏଡ଼ମିଟ୍ ଥାଆନ୍ତି ପେସେଣ୍ଟ, ତାଙ୍କୁ ଦେଖିବା ପାଇଁ ପଡ଼େ। ତା ସହିତ ଏମର୍ଜେନ୍ସିରେ ମାନେ ଭେରାଇଟି ଟାଇପ୍ର ପେସେଣ୍ଟ ଆସୁଥିବେ,
ଆଉ ଏଇ ଭିତରୁ ଏମିତି ତ କୋଉ ବି କାମ ନୁହଁ ଯୋଉଠିକି ବସିକି କରିବା ପାଇଁ ପଡ଼ିବ। ସମସ୍ତଙ୍କୁ ଛିଡ଼ା ହେଇକି ବେଡ୍ ସାଇଡକୁ ଯାଇକି ଦେଖିବା ପାଇଁ ପଡ଼େ। ତ ମୁଁ ଟିକେ ୱିକ୍ ବି ହେଇଯାଇଥିଲି ଯେହେତୁ କିଛି ଖାଦ୍ୟ ଖାଇ ପାରୁନଥିଲି ନା, କି କିଛି ରୁଚୁ ନଥିଲା ମତେ। ତା ସହିତ ମୋର କଫ୍‌ଟା ବହୁତ ହଉଥିଲା, ବହୁତ ଫୋର୍ସଫୁଲି କଫ୍। ଯେତେବେଳେ କାଶ ହବ ଏତେ ଜୋରସେ କାଶ ହବ ଯେ ସେ ଟାଇମ୍‌ରେ ଏମିତି ଲାଗିବ କି ଯେ ମତେ ଆସ୍ଥମା ଆଟାକ୍ ଆସିଲାଣି। ଏବେ ମତେ ନେବୁଲାଇଜେସନ୍ ନେବା ପାଇଁ ପଡ଼ିବ। ବହୁତ ହିଁ ସିଭିୟର କଫ୍ ହଉଥିଲା। ତ ତ ତ ତଥାପି ବି ନାଇଟ୍ ଡ୍ୟୁଟି କମ୍ପ୍ଲିଟ୍ କରିଛି ମୁଁ। ଆଉ ମୋର ଜଣେ ସାଙ୍ଗ, ତାଙ୍କ ସହିତ ମୁଁ ମିଶିକି ନାଇଟ୍ ଡ୍ୟୁଟି କରୁଥିଲି। ତ ସିଏ ବି ମୋତେ ବହୁତ ହେଲ୍ପ କରିଛନ୍ତି ବହୁତ ଜାଗାରେ କି ମ୍ୟାଡ଼ାମ୍ ଆପଣ ରେଷ୍ଟ କରନ୍ତୁ, ମୁଁ ଯାଇକି ଦେଖି ଦଉଛି। କାହିଁକିନା ସିଏ ମୋର ସବୁ କଣ୍ଡିସନ୍ ବିଷୟରେ ଜାଣିଥିଲେ। ଆଉ ତ ସେମିତି କଥା, ଡ୍ୟୁଟି ମୁଁ ମାର୍ଚ୍ଚ ମାସ କମ୍ପ୍ଲିଟ୍ କରିଛି, ନାଇଟ୍ ଡ୍ୟୁଟି କରିଛି। ଦେନ୍ ମୋର କଫ୍ ଆକ୍ଚୁଆଲି ଷ୍ଟାର୍ଟ ହେଇଯାଇଥିଲା ଫେବୃଆରୀରୁ। ଆଉ ବହୁତ ସିଭିୟର କଫ୍। ଷ୍ଟାର୍ଟିଂରେ ଭାବିଲି କି ହଁ ବେଶୀ ବି ହବନି, ଆଉ କାଢ଼ା ଏଗୁଡ଼ା ସବୁ ପିଇଦେଲେ ବୋଧେ କଣ୍ଟ୍ରୋଲ୍ ହେଇଯିବ। ଆଉ ଜାଣିଥିବେ ସମସ୍ତେ କି ଡ୍ୟୁରିଂ ପ୍ରେଗନେନ୍ସି ଆଣ୍ଟିବାୟୋଟିକ୍ ହେଇଗଲା କି ମେଡ଼ିସିନ୍ ସବୁ ଆଭଏଡ଼୍ କରାଯାଏ। ତ ମୁଁ ବି କରିଥିଲି ଆଭଏଡ଼୍, ମେଡ଼ିସିନ୍ ଖାଇନଥିଲି। ଆଉ କାଢ଼ା, ଅଦା ଏଗୁଡ଼ା ସବୁରେ ମ୍ୟାନେଜ୍ କରୁଥିଲି। କିନ୍ତୁ ଧୀରେ ଧୀରେ ଜିନିଷଟା ଏତେ ସିଭିୟର ହେଇଗଲା ଯେ ରାତି ଶୋଇପାରିଲିନି ମୁଁ। ରାତିରେ ଫ୍ଲାଟ୍ ହେଇକି ଶୋଇବାଟା ବହୁତ କଷ୍ଟ। ଗୋଟେ ସାଇଡ୍ କଡ଼ ଲେଉଟେଇକି ଶୋଇବାଟା ବି ମୋ ପାଇଁ ବହୁତ କଷ୍ଟ। ଓଭରଅଲ୍ କହିବି ହେଲେ ମୁଁ ଶୋଇ ହିଁ ପାରୁନଥିଲି। ବସିକି ରହୁଥିଲି ତ ଭଲ ଲାଗୁଥିଲା। ଶୋଇକି ରହିବି ମାନେ ବହୁତ କଷ୍ଟ। ନିଶ୍ୱାସ ନେଇପାରିବିନି। ଏମିତି ଲାଗିବ କି ଯେ କିଛି ଗୋଟେ ମୋ ଚେଷ୍ଟରେ ପ୍ରେସର ପଡ଼ୁଛି। ନା ମୁଁ ନିଶ୍ୱାସ ନେଇପାରିବିନି। ଆଉ ସବୁବେଳେ ମୁଁ କ'ଣ କରେ ନା, ମୋର ମାନେ ଗୋଟେ ପିଲୋରେ ଶୋଉଥିଲି, କିନ୍ତୁ ହେଡ୍‌କୁ ଟିକେ ହାଇଟେଡ୍ ରଖିବା ପାଇଁ ଆଉ ବି ସବୁ ପିଲୋ ହେଇଗଲା, ଟେଡି ହେଇଗଲା, ଏଗୁଡ଼ା ସବୁ ମୁଁ ଦେଇ ଦଉଥିଲି। ଯୋଉଥିପାଇଁ କି ମୁଣ୍ଡ ଟିକେ ହାଇଟେଡ୍ ରହିବ, ଆଉ ଯୋଉଥିପାଇଁ କି ମୁଁ ଟିକେ ମାନେ ଶୋଇପାରିବି। ତଥାପି ବି ସେଟା ଦେଲା ପରେ ବି ମୁଁ 5 ମିନିଟ୍ କି କ'ଣ ଆଖି ଟିକେ ନିଦ ହେଇଯାଇଥିବ, ବହୁତ ଫୋର୍ସଫୁଲି କାଶ ଆସିବ। ଏତେ ଫୋର୍ସଫୁଲି କାଶ ଆସିବ ଯେ ମୁଁ ଶୋଇକି କାଶିବାଟା ମାନେ ପାରିବିନି। ମୁଁ ଯଦି ଶୋଇକି କାଶିବି ତ ଏମିତି ଲାଗିବ କି ଯେ ମୋର ଏଇନା ବୋଧେ ମୋର କ'ଣ ହେଇଯିବ, ମୁଁ ଆଉ ମାନେ ରହିପାରିବିନି, ବଞ୍ଚିପାରିବିନି। ବହୁତ ଅନିଶ୍ୱାସୀ ଲାଗେ ସେ ଟାଇମ୍‌ଟା। ତ ମୁଁ ଉଠିକି ବସିବି, ସଡନ୍‌ଲି ଉଠିକି ବସିବି ରାତିରେ, ଆଉ ଜୋରସେ କାଶିବି। ଏତେ ଜୋରସେ କାଶେ ଯେ ମାନେ ଏମିତି ଲାଗେ କି ଯେ ମୋ ମାନେ ଲଙ୍ଗ୍ସ ଆଉ ରହିବନି, ବାହାରି ପଡ଼ିବ ସବୁ। ବହୁତ ଜୋରସେ କାଶ ହଉଥିଲା। ଆଉ ଠିକ୍ ସେ ଟାଇମ୍‌ରେ ମତେ ପାଣିର ବହୁତ ଦରକାର ପଡ଼ୁଥିଲା। ଆଉ ପାଣି ମୋ ସାଙ୍ଗରେ ନେଇକି ଶୋଉଥିଲି। ମୋ ପାଇଁ ମୋ ହଜବ୍ୟାଣ୍ଡ ବି ବହୁତ ରାତି ଅନିଦ୍ରା ହେଇଛନ୍ତି। ସେ ଟାଇମ୍‌ରେ ସେ ଗୋଟେ ହସ୍ପିଟାଲରେ କରୁଥିଲେ, କାହିଁକିନା ମୋର କେୟାର ନେବେ ବୋଲି ସେ ଗୋଟେ ହସ୍ପିଟାଲ ଧରିଥିଲେ। ଆଉ ରାତିରେ ଏମିତି କାଶ ହବ, ସିଏ ବି ଉଠି ପଡ଼ିବେ, ଉଠିକି ମୋତେ ପାଣି ଦେବେ। ଆଉ ତାପରେ ବହୁତ ଜୋରସେ କାଶ ହେଲେ ବାନ୍ତି ହେଇଯାଏ ମୋର। ଭମିଟିଂ ହେଇଗଲେ ମୁଁ ସେ ବେଡ୍‌ରେ ବସିଥିବି, ସେଇଠି ବାନ୍ତି ହେଇଯିବ। ମୁଁ ଆଉ ଉଠିକି ବାହାରକୁ ବି ଯାଇପାରେନି। କାହିଁକିନା ଏତେ ଜୋରସେ କାଶ ହଉଥାଏ ଯେ ଇଭେନ୍ କି ୟୁରିନ୍ ପାସ୍ ବି ହେଇଯାଏ। ବହୁତ ଫୋର୍ସଫୁଲି କାଶ ହଉଥିଲା, ଭମିଟିଂ ସବୁ, ମାନେ ମୋର ବଡ଼ିରେ ମୋର କଣ୍ଟ୍ରୋଲ ନଥିଲା କହିବାକୁ ଗଲେ। ତ ମେନ୍‌ଲି ସେ କାଶ ପାଇଁ ଆଉ ବହୁତ କଷ୍ଟ ପାଇଛି ମୁଁ। ଦେନ୍ ମୁଁ ଡିସାଇଡ଼୍ କଲି କି ଏପ୍ରିଲରୁ ଲସ୍ ଅଫ୍ ପେରେ ରହିବି, ଡ୍ୟୁଟି କରିବିନି କି ସାଲାରୀ ନେବିନି। ତ ସେଇଟା କହିକି ମୁଁ ଆମ ଯିଏ ସାର୍ ଅଛନ୍ତି ତାଙ୍କୁ ଇନଫର୍ମ କରିଥିଲି। ସାର୍ ବି ମୋ କଥା ବୁଝିଥିଲେ କି ଠିକ୍ ଅଛି ତମେ ରହିଯାଅ ବୋଲିକି। ଦେନ୍ ଆମେ ଟ୍ରାଏ ବି କରିଥିଲୁ କି କାଳେ ଦେହ ଟିକେ ଭଲ ହେଇଯିବ,
ଏପ୍ରିଲ ମାସଟା ଭୁବନେଶ୍ୱର ରହିବି। ଦେନ୍ ଡିସାଇଡ୍ କରିବା ଘରକୁ ଯିବାର ଅଛି ନ ଯିବାର ଅଛି କ'ଣ କରିବାର ଅଛି। କାହିଁକିନା ଖାଇବା ବି ଖାଉନଥିଲି କିଛି ବି। ଆଉ ମୋ ହଜବେଣ୍ଡ ବହୁତ ହେଲ୍ପ କରିଛନ୍ତି ମୋତେ। ଖାଇବା ବନାନ୍ତି ମୋ ପାଇଁ, କିନ୍ତୁ ସିଏ ବି ବହୁତ ଟାୟାର୍ଡ଼ ହେଇଯାଉଥିଲେ। ରାତି ରାତି ସିଏ ମୋ ପାଇଁ ଶୋଇପାରୁନଥିଲେ। ତ ତାଙ୍କୁ ବି ବହୁତ ହେକ୍ଟିକ୍ ହେଉଥିଲା। ତା ସହିତ ଡ୍ୟୁଟି ସେ କରନ୍ତି 12 ଆୱାର 24 ଆୱାର ନାଇଟ୍ ଡ୍ୟୁଟି କରନ୍ତି। ତ ବହୁତ ହେକ୍ଟିକ୍ ହେଉଥିଲା ଜିନିଷଟା। ଦେନ୍ ଏପ୍ରିଲ ମାସ ପର୍ଯ୍ୟନ୍ତ ଆମେ ସେଠି ରହିଲୁ। ରହିଲା ପରେ ଆମର ଆଉ ଗୋଟେ ସ୍କାନ୍ ଥିଲା NTNB ସ୍କାନ୍, ସେଇଟା କରିସାରିଲୁ। ତାପରେ ବି କାଶଟା ଆମର କଣ୍ଟ୍ରୋଲ୍ ହେଲାନି। କାଶ କଣ୍ଟ୍ରୋଲ୍ ହେଲାନି, ବାଧ୍ୟ ହେଇକି ମୋ ହଜବେଣ୍ଡ ଗୋଟେ ଗାଇନିକ୍ ମାନେ ଆମର ଯେଉଁ ସର୍ ଅଛନ୍ତି ତାଙ୍କ ସହିତ କଥା ହେଲେ। ସିଏ କହିଥିଲେ କି କିଛି ମେଡ଼ିସିନ୍ କହିଥିଲେ, ସେଥିରେ ବି କୌଣସି ରିଲିଫ୍ ମିଳିନଥିଲା ମୋତେ। ଲାଷ୍ଟରେ ଆମେ ତ ଆମେ ଭାବି ଦେଇଥିଲୁ କି ଆଉ ମୋର ବୋଧେ ପଲ୍ମୋନାରୀ କିଛି ପ୍ରୋବ୍ଲେମ୍ ହେଇଯାଇଛି, ଯେଉଁଥିପାଇଁ କି କ୍ୟୁର୍ ହିଁ ହେଉନି। ଦେନ୍ ଆମେ ଗୋଟେ ପଲ୍ମୋନାରୀ ଡକ୍ଟରଙ୍କ ସହିତ ବି କଥା ହେଇଥିଲୁ। ଆଉ ସିଏ କହିଥିଲେ କି ମେଡ଼ିସିନ୍ କିଛି ଖାଇବା ପାଇଁ, ଯେହେତୁ ଏତେ ଦିନ ହେଲା ଭଲ ହେଇନି, ତ ସେ କହିଲେ ଆଣ୍ଟିବାୟୋଟିକ୍ ଖାଇବା ପାଇଁ କହିଲେ କି ମାନେ 5 ଡେଜ୍ ଖାଇଦେବା ପାଇଁ କହିଲେ। 5 ଡେଜ୍ ମୁଁ ଆଣ୍ଟିବାୟୋଟିକ୍ ଖାଇଥିଲି ସେ ଟାଇମ୍ରେ। ତା ସହିତ ଇନହେଲର୍ ଦେଇଥିଲେ ମୋତେ କି ଯେବେ ବେଶୀ ଧଇଁ ସଇଁ ଲାଗିବ ତାକୁ ଗୋଟେ ପଫ୍ ନେଇଯିବ। ସେ କହିଥିଲେ ସକାଳେ ଗୋଟେ ପଫ୍, ରାତିରେ ଗୋଟେ ପଫ୍ ଏମିତି ନେବା ପାଇଁ କହିଥିଲେ। ବାକି ମୁଁ ନେଇନଥିଲି। ଗୋଟେ ଦିନ କି ଏତେ ନେଇଥିଲି, ତାପରେ ଆଉ ନେଇନଥିଲି। ତା ସହିତ ଷ୍ଟିରଏଡ଼୍ ବି କିଛି ଦେଇଥିଲେ ମୋତେ। ଷ୍ଟିରଏଡ଼୍ ତ ମୁଁ ନେଇନଥିଲି। ବହୁତ ଚେଷ୍ଟା କଲି କଣ୍ଟ୍ରୋଲ୍ ହେଇଯାଉ, ବାକି ହେଇପାରିଲାନି। ଦିନ ସାରା ଘରେ ଏକୁଟିଆ ରହୁଥିଲି, ହଜବେଣ୍ଡ ଯାଉଥିଲେ ଡ୍ୟୁଟି, ଘରେ ମୁଁ ଏକୁଟିଆ ରହୁଥିଲି। ତାପରେ ଦେହ ଅସୁସ୍ଥ ଲାଗୁଥିଲା, ତ ଫ୍ରଷ୍ଟ୍ରେଟେଡ଼୍ ବି ହେଇଯାଇଥିଲି ମୁଁ। କାହିଁକିନା ଦେହ ଟିକେ ଭଲ ଲାଗିଲେ ମୋତେ ଟିକେ ଭଲ ଲାଗନ୍ତା। ଆଉ ଦେହ ଯେହେତୁ ଭଲ ନାହିଁ, କିଛି ଖାଇବା ପାଇଁ ଇଚ୍ଛା ବି ହେଉନି ସେ ଟାଇମ୍ରେ, ଆଉ ପାଖରେ ବି କେହି ନାହାନ୍ତି। ତ ମୁଁ ଧୀରେ ଧୀରେ ଡିପ୍ରେସ୍ ହେବାରେ ଲାଗି ପଡ଼ିଲି। ଦେହ କାହିଁ ଭଲ ହେଉନି, ମୋତେ କାହିଁକି ଭଲ ଲାଗୁନି, ବୋଧେ ମୋର ପ୍ରେଗନେନ୍ସି ଏମିତି ହିଁ ଯିବ, କାହିଁକି ମୋତେ ଏତେ କଷ୍ଟ ହେଉଛି। ମୁଁ ନା କିଛି ଖାଇପାରୁଛି, ନା ଟିକେ ଖୁସିରେ ରହିପାରୁଛି, ନା ମୋତେ କିଛି ସ୍ମେଲ୍ ଭଲ ଲାଗୁଛି। ଇଭେନ୍ କି ମୋତେ ଧୂପକାଠି ସ୍ମେଲ୍ ବି ବହୁତ କଷ୍ଟ ହେଉଥିଲା, ଯେଉଁଥିପାଇଁ କି ମୁଁ ଠାକୁର ପୂଜା ବି କରିପାରୁନଥିଲି। ବହୁତ କଷ୍ଟ ହେଉଥିଲା। ମୁଁ ଭାବୁଥିଲି କାହିଁକି ମୋ ସହିତ ଏମିତି ହେଉଛି। ଆଉ କେହି ନଥିଲେ ପାଖରେ, ତ ଧୀରେ ଧୀରେ ମୁଁ ଡିପ୍ରେସ୍ ହେବାରେ ଲାଗି ପଡ଼ିଲି। ତ ସେଇ ଜିନିଷଟା ଦେଖିକି ମୋ ହଜବେଣ୍ଡ କହିଲେ କି ଆଉ ନା, ଆମେ ଘରକୁ ଯିବା, ଘରେ ରହିଯିବୁ, ଆଉ ଦେନ୍ ଛୁଆ ହେଲା ପରେ ଆମେ ପଳାଇ ଆସିବା। ଆଉ ସତ କହିବି ତ ଆମକୁ ଆସିବା ପାଇଁ କୌଣସି ଇଚ୍ଛା ନଥିଲା। ଆମେ ଭାବିଥିଲୁ କି ଆମର ଯେତେ ବି କଷ୍ଟ ହେଲେ ବି ଆମେ ସେଇଠି ଏକା କରିବୁ, ଆଉ ଯାହା ବି ହେବ ଆମେ କରିବୁ, କିନ୍ତୁ ହେଇପାରିଲାନି। ଆଉ ସେ ଟାଇମ୍ରେ ଏକା ଘରେ ମୋର ଦିଦି, ମାନେ ମୋ ଦି ଯିଏ, ତା'ର ଡେଲିଭରି ହେବାର ଥିଲା, ସେ ବି ପ୍ରେଗନେଣ୍ଟ ଥିଲା। ତ ତା'ର ଡେଲିଭରି ଟାଇମ୍ରେ ଯେମିତି ହେଲେ ବି ମୋ ହଜବେଣ୍ଡକୁ ଆସିବା ପାଇଁ ପଡ଼ିଥାନ୍ତା। ଆଉ ଦେନ୍ ମୋତେ ସେଠି ଏକୁଟିଆ ଛାଡ଼ିକି ଆସିବେ। ତାପରେ ମୋ ଦେହ ଏତେ ଖରାପ ଥିଲା, ମୁଁ ଧୀରେ ଧୀରେ ଡିପ୍ରେସ୍ ହେବାରେ ଲାଗି ପଡ଼ୁଥିଲି। ତ ସେ କହିଲେ କି ଆଉ ନାଇଁ, ଆଉ ଘରକୁ ଯିବା, ଘରେ ରହିଯିବୁ, ଆଉ ସେଠି ସମସ୍ତେ ଅଛନ୍ତି, କଥାବାର୍ତ୍ତା ହେଲେ ଲୋକ ବାକ ପାଖରେ ଥିଲେ ତୋତେ ଟିକେ ଭଲ ଲାଗିବ, ଆଉ ମାଇଣ୍ଡ ଟିକେ ଫ୍ରି ହେବ କହିକି ମୋତେ ଆଣିକି ଛାଡ଼ି ଦେଇକି ଯାଇଥିଲେ। ଆଉ ସେଇଟା ହେଉଛି କଥା। ଆଉ ଏବେ ମୋତେ ଯେବେ ସେ ଆସିଲେ ଛାଡ଼ିକି ଗଲେ, ତାପରେ ସେ ବହୁତ ଚିଡ଼ଚିଡ଼ା ହେଇଗଲେ। ଆଉ ବୁଝୁଛି, କାହିଁକିନା ମିଶିକି ରହୁଥିଲୁ, ଆଉ ମୁଁ ଏଠି ସିଏ ସେଠି, ତାଙ୍କୁ ବି ମୋ କଥା ମନେ ପଡ଼ୁଥିଲା, ଆଉ ମୋତେ ବି ଭଲ ଲାଗୁନଥିଲା। ତ ସେ ଚିଡ଼ଚିଡ଼ା ହେଇଯାଇଥିଲେ।
ସେ ଟାଇମ୍‌ରେ ମୁଁ ଗୋଟେ ଜିନିଷ ଭାବୁଥିଲି କି କାହିଁକି ମୁଁ ଆସିଲି? ଆଉ ଏଇଠିକୁ ସିନା ପଳେଇ ଆସିଲି, ଆଉ ବାକି ମୋ ହଜବେଣ୍ଡକୁ ଯୋଉ ମିସ୍ ମୁଁ କରିବି ସେଟା କେହି ଫୁଲଫିଲ୍ କରିପାରିବେନି। ଯିଏ ବି ଥାଉ ସେ ଜାଗାରେ କେହି କରିପାରିବେନି। ଆଉ ଲୋକ ସିନା କୁହନ୍ତି କି ଆମେ ସବୁ କରିଦବୁ, କିନ୍ତୁ ଟାଇମ୍ ଆସିଲେ କେହି ସାଙ୍ଗରେ ନଥାନ୍ତି। ଗୋଟେ ସ୍ୱାମୀ ସ୍ତ୍ରୀର ସମ୍ପର୍କ ଏଇଟା ଯେ କି ପାଖରେ କିଏ ଥାଉ କି ନଥାଉ, ଯାହା ବି ଅସୁବିଧା ହେଇଯାଉ, ସ୍ୱାମୀ ପାଇଁ ସ୍ତ୍ରୀ ସବୁବେଳେ ଆଭେଲେବୁଲ୍ ଥାଏ, ଆଉ ସ୍ୱାମୀ ପାଇଁ ସ୍ତ୍ରୀ ସବୁବେଳେ ଆଭେଲେବୁଲ୍ ଥାଏ। ତ ଏଇଟା ହେଉଛି କଥା। ସେ ଏବେ ଯୋଉ ସିଚୁଏସନ୍ ହେଉଛି, ମୁଁ ମୋ ହଜବେଣ୍ଡ ପାଇଁ ଆଭେଲେବୁଲ୍ ରହିପାରୁନି। ଆଉ ମୋର ପ୍ରେଗନେନ୍ସି ଜର୍ଣ୍ଣିରେ ହଜବେଣ୍ଡ ମୋ ପାଖରେ ରହିପାରୁନାହାନ୍ତି। ତାଙ୍କୁ ବି କଷ୍ଟ ହେଉଛି, ମୋତେ ବି କଷ୍ଟ ହେଉଛି। ଆଉ କ'ଣ କରିବା, ସିଚୁଏସନ୍ ହିଁ ସେମିତି। ସେ ବି ଚାହୁଁଛନ୍ତି ମୋ ପାଖରେ ଟିକେ ରହିବା ପାଇଁ, ମୋ ସହ ଟାଇମ୍ ସ୍ପେଣ୍ଡ କରିବା ପାଇଁ। ମୁଁ ବି ବହୁତ ଚାହୁଁଛି, ବାକି ହେଇପାରୁନି ଜିନିଷଟା। ଆଉ ଏଇ ଜାଗାରେ ବହୁତ ଲୋକ ଏଇ କଥା ବି କହିବେ, ତୁ ଘରେ ଅଛୁ, ଘର ଲୋକଙ୍କୁ ଦେଖେ, ବାହା ହେଇସାରିଲୁଣି। ବାକି ଘର ଲୋକଙ୍କୁ ତ ମୁଁ ତ ଦେଖୁଛି, ଘର ଲୋକ ବି ଇମ୍ପୋର୍ଟାଣ୍ଟ, ମନା କରୁନି ମୁଁ, କିନ୍ତୁ ମୋ ପାଇଁ ସବୁଠୁ ଆଗ ତ ମୋ ହଜବେଣ୍ଡ ନା। ଆଉ ତାଙ୍କ ପାଇଁ ମୁଁ, ମୋ ପାଇଁ ସିଏ। ତ ତାଙ୍କର କିଛି ଅସୁବିଧା ହେଲେ ସେ ଜିନିଷଟା ସବୁଠୁ ବେଶୀ ବାଧିବ ମୋତେ। ସେ ଯୋଉ ଡ୍ୟୁଟି କରୁଛନ୍ତି 24 ଘଣ୍ଟା, 2-3ଟା ହସ୍ପିଟାଲ ଧରିକି, କାହା ପାଇଁ କରୁଛନ୍ତି? ମୋହରି ପାଇଁ ତ କରୁଛନ୍ତି ନା। ଆମ ଛୁଆ ଆସିବ, ମୁଁ ଏବେ ଡ୍ୟୁଟି କରିପାରୁନି, ଲସ୍ ଅଫ୍ ପେରେ ଅଛି। ମୋର ତ ଏବେ ତ ମୁଁ ନା ଡ୍ୟୁଟି କରୁଛି ନା ମୋ ସାଲାରୀ ଆସୁଛି। ତ ସିଏ ମ୍ୟାନେଜ୍ କରିବା ପାଇଁ, ତାକି ଆଗକୁ ଯେବେ ଛୁଆ ଆସିବ, ଆମ ବେବି ଆସିବ, କିଛି ଯେମିତି ତାର କିଛି ଅଭାବ ନ ହଉ। ମୋର ଆଗକୁ ଡେଲିଭରି ହେବାର ଅଛି, ମୋର କିଛି ଅସୁବିଧା ହେଲେ କିଛି ଯେମିତି ଫାଇନାନ୍ସିଆଲ ପ୍ରୋବ୍ଲେମ୍ ନ ଆସୁ। ଆଗକୁ ଛୁଆକୁ ଆମକୁ ଗ୍ରୋ କରିବାର ଅଛି। ଗୋଟେ ଛୁଆ ଜନ୍ମ କରିବାଟା ବି ଛୋଟ କଥା ନୁହଁ, ବହୁତ ହିଁ ବଡ଼ କଥା। ଆଗ କାଳରେ ହଉଥିଲା ଗୋଟେ ଜିନିଷ, ଏବେ ବାକି ସେସବୁ ଜିନିଷ ହଉନି। ତ ସେଇଥିପାଇଁ ହିଁ ସେ ଖଟୁଛନ୍ତି। ଆଉ ମୁଁ ସେ ଜିନିଷ ବୁଝୁଛି। ଆଉ ସେ ଖଟିବା ଚକ୍କରରେ ସିଏ ନା ଠିକ୍ସେ ଖାଦ୍ୟ ଟିକେ ଖାଇପାରୁଛନ୍ତି ନା କ'ଣ। ଖାଦ୍ୟ ଖାଇପାରନ୍ତେ ସେ, ଯଦି ସେ ନିଜେ ମାନେ ବନେଇବା ପାଇଁ ଟାଇମ୍ ହୁଅନ୍ତା। ଘର ଖାଇବା ଦେହ ଅସୁସ୍ଥ କରିବନି ସେଟା, କିନ୍ତୁ ବାହାର ଖାଇବା ଯାହା ବି ଆପଣ ଖାଆନ୍ତୁ, ଦେହ ଅସୁସ୍ଥ କରିବ। ତ ସେ ବନେଇକି ଖାଇପାରୁନାହାନ୍ତି, ଯୋଉଟାକି ମୋତେ ବହୁତ କଷ୍ଟ ଦେଉଛି। ଆଉ ମୁଁ ୱେଟ୍ କରିକି ଅଛି, କେବେ ବେବି ଆସିଗଲେ ବାସ୍ ମୁଁ କେତେ ଜଲ୍ଦି ତାଙ୍କ ପାଖକୁ ଯିବି। ମୁଁ ଛୁଆ ସମ୍ଭାଳିବା ଯୋଉ କଷ୍ଟ, ସେଟା ମୁଁ ସହିଦେବି। ମୋର ଏବେ ଦିଦିର ଛୁଆ ଅଛି, ତାକୁ ମୁଁ କେୟାର କରୁଛି, ତାର ସବୁ କିଛି କାମ କରିଦେଉଛି ମୁଁ। କିନ୍ତୁ ସେ ଜାଗାରେ ମୋତେ ବସ୍ ମୋ ହଜବେଣ୍ଡ ଦରକାର, କାହିଁକିନା ମୁଁ ତାଙ୍କ ପାଇଁ ଟିକେ ସେ 2 ବେଳା କି ଦିନରେ ଥରେ ହେଲେ ବି ଭଲ ଖାଦ୍ୟ ଖାଆନ୍ତୁ, ବସ୍ ସେଇ ଜିନିଷ ହିଁ ମୁଁ ଚାହୁଁଛି। ସେଥିପାଇଁ ଭାବିଛି ଜଲ୍ଦି ଯିବା ପାଇଁ। ବାସ୍ ଅପେକ୍ଷା ତ ଗୋଟେ ଜିନିଷ, କି ଆମ ବେବି କେବେ ଆସିବ। ହଉ, ସେଇଟା ହେଉଛି କଥା। ଆଉ ସେଇଥିପାଇଁ ମୁଁ ଭୁବନେଶ୍ୱରରୁ ପଳେଇ ଆସିଲି। ଆସିକି ଏବେ ଘରେ ଅଛି। ଏବେ ତ ଆଗକୁ ବହୁତ ସାରା ପ୍ରୋଗ୍ରାମ୍ ଅଛି, ସବୁ ଆପଣମାନେ ଦେଖିବେ, ଜାଣିବେ। ସାଧୁଖିଆ ହବ, ଗୋଟେ ପୂଜା ହବ, ବହୁତ କିଛି ଅଛି।
ଆଉ ଏ କଥା ମୁଁ କହୁନି କି ଯେ ମୋ ଘର ଲୋକ ବୋଲେ କିଛି କରୁନାହାନ୍ତି। ମୋ ଶାଶୁ ଶ୍ୱଶୁର ମା ବାପା ସମସ୍ତେ ବହୁତ କିଛି କରୁଛନ୍ତି ମୋ ପାଇଁ। ଆଉ ସେ ଜିନିଷଟା ମୁଁ କେବେ ଭୁଲିବି ବି ନାହିଁ। କିନ୍ତୁ ଗୋଟେ ଜିନିଷଟା ଥାଏ ନା କି ଏଠି ମୋ ଶାଶୁ ଶ୍ୱଶୁର ଅଛନ୍ତି, 2 ଜଣ ଏକାଠି ଅଛନ୍ତି, 2 ଜଣଙ୍କ ସାହା ଭରସା ଅଛନ୍ତି। ମୋ ମା ବାପା ଅଛନ୍ତି, 2 ଜଣଙ୍କ ସାହା ଭରସା ଅଛନ୍ତି। ବାକି ମୁଁ ଏଇ ଜାଗାରେ ଏକୁଟିଆ ଫିଲ୍ କରୁଛି। ମୋ ପାଇଁ ସମସ୍ତେ ସବୁ କିଛି ବହୁତ କିଛି କରୁଛନ୍ତି, ମୁଁ ସେ ଜିନିଷ ମନା କରୁନି, ସେଥିପାଇଁ ମୁଁ ବହୁତ ଖୁସି। କିନ୍ତୁ ବାସ୍ ଏକୁଟିଆ ଫିଲ୍ କରୁଛି। ଏମିତି ଲାଗୁଛି କି ଯେ ମୋ ହଜବେଣ୍ଡ କେବେ ଆସିବେ। ଆଉ ଯିଏ ଦୂରରେ ଥିବେ ସେମାନେ ଜାଣିପାରୁଥିବେ କେମିତି ଲାଗେ। ବାସ୍ ୱେଟ୍ କରିଛି ତ ବେବିର ଆସିବାର। ବେବିର ଆସିଲା ପରେ ଆମେ ପୁଣି ଥରେ ଏକାଠି ହବୁ। ବାସ୍ ଆଜି ପାଇଁ ଏତିକି। ରହିଲି। ଜୟ ଜଗନ୍ନାଥ, ଜୟ ଭୋଲେନାଥ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। ଥ୍ୟାଙ୍କ ୟୁ।